ଏହି 6ଟି କଥା କେବେ କାହାକୁ କୁହନ୍ତୁ ନାହିଁ। ନମ୍ବର 1 ନିଜର ଇନକମ୍ ବିଷୟରେ, ନମ୍ବର 2 ନିଜର ଖରାପ ପରିସ୍ଥିତି ବିଷୟରେ, ନମ୍ବର 3 ଆପଣଙ୍କ ସହ କ'ଣ ଘଟିଯାଇଛି ଆଉ ଭବିଷ୍ୟତରେ କ'ଣ କରିବାକୁ ଚାହୁଁଛନ୍ତି, ନମ୍ବର 4 ନିଜ ଘରର କଥା କେବେ କାହାକୁ ବି ଅନ୍ୟକୁ ସେୟାର କରନ୍ତୁ ନାହିଁ, ନମ୍ବର 5 ଆପଣଙ୍କ ଦୁର୍ବଳତା ଓ ବଳ ବିଷୟରେ କେବେ କାହାକୁ ଜଣାନ୍ତୁ ନାହିଁ, ନମ୍ବର 6 ଆପଣଙ୍କର ଶତ୍ରୁତା ବିଷୟରେ କେବେ କାହାକୁ ଜଣାନ୍ତୁ ନାହିଁ ଓ ନମ୍ବର 7 ଆପଣଙ୍କର ପ୍ରେମ ସମ୍ପର୍କକୁ ମଧ୍ୟ କେବେ କାହାକୁ ଜାଣିବା ପାଇଁ ଦିଅନ୍ତୁ ନାହିଁ। କାରଣ ଲୋକମାନେ କେବେ କାହାରି ଭଲ ଚିନ୍ତା କରନ୍ତି ନାହିଁ, ସବୁବେଳେ ଅନ୍ୟମାନଙ୍କର ଅମଙ୍ଗଳ ଚିନ୍ତା କରିଥାନ୍ତି। ଲଢ଼ିବାର କଳା ସମସ୍ତଙ୍କ ପାଖରେ ଅଛି, କିନ୍ତୁ କାହାକୁ ଜିତିବା ଭଲ ଲାଗେ ତ ଆଉ କାହାକୁ ସମ୍ପର୍କ ବଞ୍ଚେଇବାକୁ ଭଲ ଲାଗେ। ଭଙ୍ଗା କଲମ ଆଉ ଅନ୍ୟଠୁ ଜଳିବା କେବେ କାହାକୁ ଲଢ଼ିବାକୁ ଦେଇନଥାଏ। ହାତ ଧରିବା ପାଇଁ ତ ଅନେକ ଲୋକ ଅଛନ୍ତି, କିନ୍ତୁ ମଝି ରାସ୍ତାରେ ହାତ ନ ଛାଡ଼ିବା ଭଳି ମଣିଷ ବହୁତ କମ୍ ମିଳିଥାନ୍ତି। ସମସ୍ତେ ତ ନିଜର ଭଳି ଲାଗନ୍ତି, କିନ୍ତୁ ପ୍ରକୃତରେ କିଏ ନିଜର ତାହା ସମୟ ଆସିଲେ ଜଣାପଡ଼ି ଯାଇଥାଏ। ଆଉ ସେ ସମୟ ନାହିଁ ଯେଉଁଠି ମଣିଷ ସମ୍ପର୍କ ବଞ୍ଚେଇବା ପାଇଁ ନିଜର ଖୁସିକୁ ଜଳାଞ୍ଜଳି ଦେଉଥିଲେ। ଏବେ ସେ ସମୟ ଚାଲିଛି ଯେଉଁଠି ମଣିଷ ନିଜ ଖୁସି ପାଇଁ ସମ୍ପର୍କକୁ ସ୍ୱାର୍ଥ ପାଇଁ କାଟି ଦେଇଛନ୍ତି। ସମ୍ପର୍କର ସମସ୍ତଙ୍କ ଉପରେ ବିଶ୍ୱାସ କର ନାହିଁ। ମଣିଷ ପ୍ରଥମେ କିଛି ଅଲଗା ହୋଇଥାଏ ଏବଂ ପରେ କିଛି ଅଲଗା ହୋଇଯାଆନ୍ତି। ପିଠିକୁ ସବୁବେଳେ ମଜବୁତ ରଖ, କାହିଁକି ନା ସାବାସି ଆଉ ଧୋକା ସବୁବେଳେ ପଛପଟୁ ହିଁ ମିଳିଥାଏ। ପରଖିବ ତ କେହି ନିଜର ନୁହେଁ, ବୁଝିବ ତ କେହି ପର ବି ନୁହଁ। ବାରମ୍ବାର ମନ କହେ ହାର ମାନିବା ପାଇଁ, କିନ୍ତୁ ମନେ ପଡ଼ିଯାଏ ମୋତେ ତ ବହୁତ ଲୋକ କଥାକୁ ମିଛ ବୋଲି ପ୍ରମାଣ କରିବାର ଅଛି। ଏହି ଦୁନିଆ, ଏଠି ସଫା ହୃଦୟ ଲୋକଙ୍କୁ ବୋକା ବୋଲି କୁହାଯାଇଥାଏ। ନିଜର ବୟସ ଆଉ ଟଙ୍କାକୁ ନେଇ କେବେ ଗର୍ବ କରନି, କାହିଁକି ନା ଯେଉଁ ଜିନିଷ ଗଣିପାରିବା ସିଏ ବି ଶେଷ ଦିନେ ନିଶ୍ଚୟ ହୋଇଯାଇଥାଏ। ଅନ୍ୟର ଖରାପ ସମୟରେ ହସିବା ଲୋକଙ୍କ ପାଇଁ ସମୟ ଯେବେ ଶକ୍ତ ପ୍ରହାର କରିବ, ସେତେବେଳେ ଚାରିଦିଗ କରି ଅନ୍ଧାର ଦିଶିବ। ଦୁନିଆରେ ସବୁଠାରୁ କଠିନ କାମ ବୁଝିବା ଲୋକଙ୍କୁ ବୁଝେଇବା। ଏକା ଏକା ଚାଲିବାରେ କିଛି ଅଲଗା ମଜା ଥାଏ। କଷ୍ଟ ତ ହୁଏ, କିନ୍ତୁ କାହାକୁ ହରେଇବାରେ ଡର ନଥାଏ। ଯୁଗଟା ଏମିତି, ଆପଣ ଯେତେ ନରମ ହେବେ ଲୋକ ସେତେ ଗରମ ଦେଖେଇବେ। ଯିଏ ତୁମକୁ ହୃଦୟରୁ କେୟାର କରେ ତାର ଅଧିକାର ଅଛି ତୁମ ଉପରେ ରାଗିବାର। ପ୍ରେମରେ କୌଣସି ରଙ୍ଗ ନାହିଁ, ତଥାପି ସେ ରଙ୍ଗୀନ ଲାଗିଥାଏ। ଆଉ ଭଲ ପାଇବାରେ କୌଣସି ଚେହେରା ନାହିଁ, ତଥାପି ସେ ସୁନ୍ଦର ଦିଶିଥାଏ। ପ୍ରେମ ହେଉ କିମ୍ବା ଇଜ୍ଜତ, କାହାକୁ ଏତେ ଦିଅନି ଯେ ସେ ନିଜର ଔକାତ ଭୁଲି ନ ଯାଉ। କଥା ହେବା ପାଇଁ ଟାଇମ୍ ଆଉ ମୁଡ୍ର ଦରକାର ହୋଇନଥାଏ, କେବଳ ନିଜ ପାଖରେ କେୟାର କରିବା ବାଲା ସାଥୀଟିଏ ଥିବା ଦରକାର। ଲୋକ ଯେତେବେଳେ ପଚାରନ୍ତି ତୁମେ କ'ଣ କାମ କରୁଛ, ପ୍ରକୃତରେ ସେହିମାନେ ହିସାବ ଲଗାନ୍ତି ଆପଣଙ୍କୁ କେତେ ଇଜ୍ଜତ ଦେବା ଦରକାର। ବହୁତ କିଛି କହିବାର ଅଛି, କିନ୍ତୁ କାରଣ କେଜାଣି କାହିଁକି ଚୁପ୍ ରହିବାକୁ ଇଚ୍ଛା ହେଉଛି। ଭଲ ହେବ ଚୁପ୍ ରହିଲେ ଆମ ଦି ଜଣଙ୍କ ପାଇଁ ମଙ୍ଗଳ ହେବ। ଲୋକ ହଜିଯାଆନ୍ତିନି କି ବଦଳି ଯାଆନ୍ତି, ସବୁବେଳେ ଏକାଣ ପରେ ସିଏ ରହିଥାଏ ଯିଏ ସବୁବେଳେ ସତ୍ୟକୁ ବାଛିଥାଏ। କେହି ଜଣେ ବହୁତ ସୁନ୍ଦର ଲେଖିଛନ୍ତି, ମୋ ପସନ୍ଦ ତ ବହୁତ ଜଣଙ୍କର, କିନ୍ତୁ ଯେତେବେଳେ ସେମାନଙ୍କର ଆବଶ୍ୟକତା ପଡ଼ିଥାଏ। ଜୀବନ ଜୀଇବାକୁ ଦୁଇଟି ତରିକା, ଯିଏ ପସନ୍ଦ ତାକୁ ନିଜର କର, ନହେଲେ ଯିଏ ନିଜର ତାକୁ ପସନ୍ଦ କର। ଆଦର କରିବା ସେହି ଔଷଧ ହୋଇଥାଏ ଯାହା ସମ୍ପର୍କ କେବେ ମରିବାକୁ ଦେଇନଥାଏ। ସମୟ ପରିସ୍ଥିତି ଦେଖିକି ବଦଳାଯାଏ, ଆଉ ନିଜ ଲୋକ ମଉକା ଦେଖିଲେ ବଦଳିଥାଏ। ଖରାପ କରିବାର ବିଚାର ଆସେ ତ କାଲିକି ଟାଣ, ଆଉ ଭଲ କରିବାର ବିଚାର ଆସେ ତାହେଲେ ଆଜି ହିଁ କର। କେହି ଭରସା ଭାଙ୍ଗେ ତେବେ ତାକୁ ଧନ୍ୟବାଦ କର, ସିଏ ହିଁ ଶିଖାଇ ଦେଇଥାଏ କି ଭରସା ବୁଝି ବିଚାରି କରିବା ଦରକାର। ଯାହା ପାଖରେ ବିଶ୍ୱାସ ଅଛି ସେ 1000 ଥର ହାରିକି ବି ମନ ପ୍ରଶ୍ନରେ ହାରି ନଥାଏ। ମୁକ୍ତିରେ କେବଳ ବାପା ମାଙ୍କର ପ୍ରେମ ମିଳିଥାଏ, ନହେଲେ ସବୁ ସମ୍ପର୍କ ପାଇଁ କିଛି ନା କିଛି ମୂଲ୍ୟ ଦେବାକୁ ପଡ଼ିଥାଏ। ମଣିଷର ବୁଝିବା ଶକ୍ତି କେବଳ ଏତିକି, ତାକୁ ପଶୁ କୁହ ସେ ରାଗିଯିବ, ତାକୁ ସିଂହ କୁହ ସେ ଖୁସି ହେଇଯିବ। ମଣିଷର ବୁଝିବା ଶକ୍ତି ସବୁବେଳେ କମ୍ ହିଁ ରହିଥାଏ, ତେଣୁ ନିଜକୁ ବୁଝେଇବାକୁ ଚେଷ୍ଟା କରିଥାଏ।
जेबे रातिरे निद न आसे सेतेबेले जणा पड़े कि संपद आउ क्षति ठारो शांतिर मूल्य किछि न थाए। मनीषर मुह देखि चिन्हिबा बहुत सहज, किंतु मुह देखि उद्देश्य जानिबा बहुत कष्ट होइताए। मु समय को बहुत पाखरु देखिछि। एई समय केते बड़ लोकंकु बदलाई देइछि। मुहरु बाहरुथिबाटी शब्द केही छुई पारिबे नहीं, किंतु शब्द समस्त को छुई पारे। कहा हृदय को भांगी दिए तो आउ कहा को शांत करी दे थाए। मु सुनिछि शब्दर स्वाद भी अछि। कहिबा लोक हुए तो चाखी न थाए, किंतु सुनिबा लोक जानी थाए ताहा खट्टा ना मिठा होई थाए। जिए भितरु किछि अलगा आउ बाहरु किछि अलगा होइथांती, सिए एही दुनिया रे खुशी रे बंचंती। अपमान बंचिबाकू चाहूतिले एही कथा मने रखंतु, जेतिकी देखाउचंती ताठारु अधिक तुम पाखरे थिबा दरकार, आउ जेतिकी कहूच ताठु अधिक तुमे जानिथिबा दरकार। समय आपणकर चाहिब तो हीरा बनई देव, न चाहिब तो हीरारु मध्य भिकारी बनई देव। निद उड़ी जाए घरर अभाव पाई, नहेले रातिरे न शोउथुबा सब पुरुष आशिक होई न थांती। प्रेमरे थिबा झियोटी केवल एई कथा कही थाए, मु तुमटु किछि आशा करूनी, केवल मु चाहे तुम सह टिके समय बिताइबाकू। भरोसा जदि निज उपरे रखिब ताहाले तुमे साहस हेबो, आउ जदि अन्य उपरे रखिब ताहाले से तुम दुर्बलता हेबो। प्रेमरे थिबा झियोटी केवल एही कथा कुए कि जीवन सारा मु तुम सांगरे रहियाकू चाहे। तुमे केतेबेले ठीक करिथिलो केही मने रखिबे नाही। तुमे जेतेबेले भूल करिथिलो ताहा केही भूलिबे नाही। भगवान को पछे न डर चलिबो, हेले निज कर्म को डरिबा निहाती जरूरी होइथाए। दर्शक बंधु, आज पई एतिकी भिडियोटी केमिति लागला निहाती जणैबे। जय जगन्नाथ।